ବର୍ଷ ବର୍ଷ ଧରି ଆପଣ ଏଇ ବଡିକୁ ରଖିପାରିବେ, ମାସ ମାସ ନୁହଁ। ହଁ ଆଜ୍ଞା ଠିକ ଶୁଣିଛନ୍ତି, ବର୍ଷ ବର୍ଷ କିଛି ଖରାପ ହବନି, କିଛି ଗନ୍ଧ ହବନି। ହାଇ ଫ୍ରେଣ୍ଡ ସିକ୍ରେଟ ବୁଟି ଚ୍ୟାନେଲ ଆପଣଙ୍କର ସ୍ୱାଗତ ହେଇଗଲା। ତ କେମିତି ଅଛନ୍ତି ଆପଣ? ମୁଁ ଆଶା କରୁଛି ଆପଣ ବହୁତ ବଢିଆ ଭାବରେ ଥିବେ। ତ ମୁଁ ଆଜି ଆପଣଙ୍କ ପାଇଁ ନେଇ ଆସିଛି ବଡି, ଯୋଉଟା କି ବଡି ଚୁରାଠୁ ଆରମ୍ଭ କରି ପ୍ରତ୍ୟେକ ଓଡିଆଣୀ ମାନେ ଜାଣିଛନ୍ତି ବଡିର ରେସିପି। ତ ମତେ ଆପଣଙ୍କ ସହିତ ରେସିପି ସେୟାର କରିବାକୁ ପଡିବନି କି ବଡି କେମିତି ୟୁଜ କରନ୍ତି, ବସ୍ ମୁଁ ଆପଣଙ୍କୁ ଶିଖେଇଦେବି ବଡି କେମିତି କରନ୍ତି, ମସଲା ବଡି କେମିତି କରନ୍ତି। ତ ମୁଁ ଏଇଟା ଆଜି ଆପଣଙ୍କୁ ଶିଖେଇଦେବି। ତ ଦେଖନ୍ତୁ, ପ୍ରଥମେ ଆମେ ଏଇଠି ନେଇଯାଇଛି ବିରି। ତ ଏଇ ବିରିଟା ତ ସମସ୍ତେ ଜାଣିଛନ୍ତି, ପ୍ରତ୍ୟେକ ଓଡିଆଣୀଙ୍କ ଘରେ ବରା, ଦହିବରା ପ୍ରତ୍ୟେକ ଘରେ ହୁଏ। ତ ଏଇଟା ହଉଛି ସେଇ ବିରି। ମୁଁ ତାକୁ ବହୁତ ବଢିଆ ଭାବରେ ଧୋଇକି ଚୋପା ଛଡେଇ ଦେଇଛି। ଆପଣ ଚୋପା ଛଡା ବିରି ମଧ୍ୟ ଆଣିପାରିବେ। ବତୁରେଇ ଦେଇଥିଲି ତାକୁ 4 ରୁ 5 ଘଣ୍ଟା, ବହୁତ ବଢିଆ ଭାବରେ ସଫ୍ଟ ହେଇଯାଇଛି। ତାକୁ ଆମେ ଗ୍ରାଇଣ୍ଡ କରିବା। ଦେଖନ୍ତୁ, ଠୋପେ ପାଣି ଦେବେନି, ମୁଁ ସବୁ ପାଣି ଏଇଠି ଛାଣି ନେଇଛି। ଏବେ ଦେଖନ୍ତୁ, ପାଣି ସବୁତକ ଛାଣିକି ଡାଇରେକ୍ଟ ପକେଇବା ଆମେ ମିକ୍ସଚର ଗ୍ରାଇଣ୍ଡରରେ। ମୁଁ ଅଳ୍ପ କ୍ୱାଣ୍ଟିଟିରେ କରୁଛି, ଆପଣ ଯଦି ଅଧିକ କ୍ୱାଣ୍ଟିଟିରେ କରୁଛନ୍ତି ତ କମ କମ କରିକି ବିରି ଏଇଠି ଦିଅନ୍ତୁ। ପାଣି ଟୋଟାଲି ଦେବେନି, ପାଣି ଦେଲେ ମାନେ ପାଣିଚିଆ ହେଇଯିବ, କିଛି ଲାଭ ନାହିଁ। ପୁରା ବିରି ନଷ୍ଟ ହେଇଯିବ, ବୋହିଯିବ, ବଡି ହବନି। ମୁଁ ଆପଣଙ୍କୁ ପୁରା ସାମ୍ନାରେ ଦେଖେଇବି କେମିତି କଲେ ବଡି ହାତରେ ବି ମଧ୍ୟ ସୋଦୁଅ, ବିରି ଆମର ହାତରେ ବି ମଧ୍ୟ ଲାଗିବ ନାହିଁ। ଏବେ ଦେଖନ୍ତୁ, ବିନା ପାଣି ଦେଇକି ମୁଁ ବହୁତ ବଢିଆ ଭାବରେ ଗ୍ରାଇଣ୍ଡ କରିଦେଇଛି। ଏବେ ଦେଖନ୍ତୁ, ମୁଁ ଏହାକୁ ବାହାର କରୁଛି ହାତରେ ବି ଲାଗୁନି। ଇଏ ଦେଖିପାରୁଥିବେ ପୁରା ମାନେ ଛାଡି ଯାଉଛି, ବହୁତ ବହଳିଆ ହେଇଛି। ବରା ବିରି ଯେମିତି, ବରାଠୁ ଆହୁରି ବହଳିଆ। ପାଣି ଦିଅନ୍ତୁନି, ଟିକେ ଟାଇମ ଲାଗିବ ଯଦି ଅଧିକ କ୍ୱାଣ୍ଟିଟିରେ କରୁଛନ୍ତି, ପାଣି ଦିଅନ୍ତୁନି, ବାଟନ୍ତୁ। ଏବେ ଦେଖନ୍ତୁ, ମୁଁ ଏଇଠି ନେଇଯାଇଛି ଜିରା ଆଉ ଜୁଆଣି। ମୁଁ ଏଇଠି ନେଇଯାଇଛି ଜିରା ଆଉ ଜୁଆଣି ନେଇଯାଇଛି। ଯଦି ଆପଣଙ୍କୁ ପସନ୍ଦ ନୁହଁ କିଛି ମୁଁ ଯୋଉତକ ଜିନିଷ ଦେଖୁଛି, ତ ଏଇଥିରୁ ମଧ୍ୟ ସ୍କିପ୍ କରିପାରିବେ। ଯଦି ଆପଣଙ୍କ ପାଖରେ ନାହିଁ ତବେ ସ୍କିପ୍ କରିପାରିବେ। ଏଇଠି ଦେଖନ୍ତୁ, ମୁଁ ନେଇଯାଇଛି ରାଶି। ଏଇଠି ମୁଁ କଳା ଧଳା ରାଶି ମିଶେଇକି ନେଇଯାଇଛି। ଆଉ ଏଠି ଶୁଖିଲା ଲଙ୍କା ନେଇଯାଇଛି 4 ରୁ 5ଟା ଶୁଖିଲା ଲଙ୍କା କାଟି ଦେଇଛି ଛୋଟ ଛୋଟ ପିସ୍ କରିକି, ତା ମଞ୍ଜି ସହିତ ତାକୁ ମୁଁ ଏଇଠି ନେଇଛି। କାହିଁକି ନା ଏଟା ବହୁତ ବଢିଆ ଭାବରେ ଟେଷ୍ଟ ଲାଗିବ, ମଞ୍ଜିଟା ରାଗ ରାଗ ବି ଲାଗେ, ତ ବଢିଆ ଖାଇବାରେ ଭଲ ମଜା ଲାଗେ। ଏବେ ଦେଖନ୍ତୁ, ମୁଁ ଏଇଠି ନେଇଯାଇଛି ଧନିଆ ପତ୍ର। ଯଦି ଆପଣଙ୍କ ପାଖରେ ଏବେ ଧନିଆ ପତ୍ର ଆଭେଲେବୁଲ ଅଛି ତ ପକେଇ ଦିଅନ୍ତୁ, ଯଦି ଆଭେଲେବୁଲ ନାହିଁ ତ ଆପଣ ଏଇଠି ପକେଇ ପାରିବେ ଆମର ଭୃଷଙ୍ଗ ପତ୍ର, ଯୋଉଟା କି ସବୁ ସିଜନ ଆଭେଲେବୁଲ ଥାଏ। ଆଉ ଏଇଟା ଏଇ ସିଜନଟା ତ ନିହାତି ଭାବରେ ଆଭେଲେବୁଲ ଥିବ, କାହିଁକି ନା ବର୍ଷା ଟିକେ ଟିକେ ବି ସରି ଆସିଲାଣି। ତ ଏବେ ଦେଖନ୍ତୁ, ଏଇଟା ପକେଇଦେବେ, ଭୃଷଙ୍ଗ ପତ୍ର ଦେଇଦେଲେ। ଏଇଠି ମୁଁ ନେଇଯାଇଛି ଆମ୍ବ କଷିଆ ଅଦା ଏଇଠି ମୁଁ ଛେଚିକି ନେଇଯାଇଛି। ଏଇଠି କଷିଆ ଅଦାଟା ବହୁତ ବଢିଆ ବାସ୍ନା ଆସିଥାଏ। ତ ୟାକୁ ନିହାତି ଭାବରେ ପକାନ୍ତୁ। ଯଦି ଯେକୌଣସି ଜିନିଷ ମୁଁ ଦେଖେଇଲି, ଯଦି ୟା ଭିତରୁ କିଛିଟା ଆପଣଙ୍କର ନାହିଁ, ଆଭେଲେବୁଲ ନାହିଁ, କିମ୍ବା ଆପଣଙ୍କ ଫ୍ୟାମିଲିରେ କିମ୍ବା ଆପଣଙ୍କୁ ପସନ୍ଦ ନୁହଁ, ତ ଆପଣ ତାକୁ ସ୍କିପ୍ ମଧ୍ୟ କରିପାରିବେ, ମାନେ ନ ପକେଇକି ମଧ୍ୟ କରିପାରିବେ। ଏବେ ଦେଖନ୍ତୁ କଣ କରିବା, ଆମେ ବହୁତ ବଢିଆ ଭାବରେ ମିଶେଇଦବା, ହାଲକା ହାତରେ ମିଶେଇଦବା, ସବୁତକ ଚକଟି ଦେବା, ଗୋଳେଇ ଦେବା, ଯେତେକ ପତ୍ର ପକେଇବା। ଆଚ୍ଛା ହଁ, ମୁଁ ଆପଣଙ୍କୁ କହି ରଖିବି, ଯଦି ଆପଣ ବଡିଟା ଚାହୁଁଛନ୍ତି କି ଧଳା ହଉ ତ କଣ କରିବେ, ଧଳା ବଡି ହବାକୁ ଚାହିଁଲେ ଆପଣ ଏଇ ପତ୍ର କିଛି ପକାନ୍ତୁ ନାହିଁ। ଯେମିତିକି ମୁଁ ଭୃଷଙ୍ଗ ପତ୍ର, ଧନିଆ ପତ୍ର ପକେଇଛି, ପତ୍ର ଟୋଟାଲି ପକାନ୍ତୁ ନାହିଁ। ବଡିଟା ଆପଣଙ୍କର ଧଳା ହବ। ଯଦି ଆପଣ ଚାହୁଁଛନ୍ତି ଟେଷ୍ଟ ଲାଗିବ ତ ଭୃଷଙ୍ଗ ପତ୍ର, ଧନିଆ ପତ୍ର ପକାନ୍ତୁ, ଟେଷ୍ଟ ଲାଗିବ। କିନ୍ତୁ ବଡିଟା ଟିକେ କଲର ଚେଞ୍ଜ ଆସିବ, କାହିଁକି ନା ଦେଖାଯାଉଥିବା ଜିନିଷଟା ନ ଦେଖାଯାଉଥିବା ଜିନିଷଠୁ ବହୁତ ହି ଭଲ। ତ ଦେଖନ୍ତୁ, ଆପଣ ୟାକୁ ପକାନ୍ତୁ, ଧନିଆ ପତ୍ର, ଭୃଷଙ୍ଗ ପତ୍ର ମୁଁ କହିବା ଅନୁସାରେ। ବଡିଟା ଟିକେ କଲର ହେଲେ କଣ ଅଛି, ପେଟକୁ ତ ଯିବ, ଛଣା ହେଲା ପରେ କିଛି ବି ଜଣା ପଡେନି। ତ ପକାନ୍ତୁ, ଭଲ ଟେଷ୍ଟ ଆସିଥାଏ, ବାସ୍ନା ବି ମଧ୍ୟ ବରା ବରା ପରିକା ଲାଗିଥାଏ। ଆପଣ ୟାକୁ ସନ୍ତୁଳା ହଉ, ଡାଲମା ହଉ, କିମ୍ବା ବଡି ଚୁରା କରିକି, ବଡି ତରକାରୀ, ଆଳୁ ଛୁଇଁ ବଡି ତରକାରୀ ଝୋଳ ସବୁ ତକ କରିକି ଖାଇପାରିବେ। ଦେଖନ୍ତୁ, ମୁଁ ଏଇଠି ଫେଣି ଦେଇଛି 5 ମିନିଟ୍। ଏବେ କଣ କରିବା, ଗୋଟେ ଏଇପରି ଭାବରେ ପ୍ଲେଟ ନେଇଯିବେ, ନହେଲେ ନାହିଁ ଯେକୌଣସି ଜରି ନେଇଯିବେ, କିମ୍ବା ବସ୍ତା ସେଟା ନେଇପାରିବେ, କିମ୍ବା ଟିଣର କିଛି ଯେମିତି ଓଡିଆଣୀଙ୍କ ଘରେ ଥାଏ ସେପରି ଆପଣ ନେଇଯିବେ। ଟିକେ ସୋରିଷ ତେଲ ଏଇଠି ଦେଇଦେବେ, ତାକୁ ବହୁତ ବଢିଆ ଭାବରେ ଟିକେ ହାତରେ ନହେଲେ ବ୍ରଶରେ ଏଇପରି ଭାବରେ ଆମେ ମାରିଦବା। ଏଇଠି ମାରି କଣ କରିବେ, ୟାକୁ ଆପଣ ଖରାରେ ଥୋଇଦେବେ 2 ରୁ 3 ମିନିଟ୍, ଯେମିତି ଏଇ ଯୋଉ ଜାଗାଟା ଟିକେ ଗରମ ହେଇଯିବ ତେଲ ସହିତ। ତେଲ ଆମେ ଯୋଉ ଢାଳିଛେ, ତେଲ ଆଉ ଜାଗାଟା ଦିଟାକ ଗରମ ହେଇଯିବ। ତେବେ ଦେଖନ୍ତୁ, ଏଇପରି ଭାବେ ଆପଣ ଟିକେ ମିକ୍ସ ଗୋଳେଇ ଦେଲେ, ତେଲଟା ଲଗେଇଦେଲେ ଚାରିଆଡେ। ଯେକୌଣସି ଜିନିଷ କରୁଛନ୍ତି, ତେଲ ଲଗେଇକି ତାକୁ ଆପଣ ଖରାରେ ଥୋଇଦେବେ। ଏବେ ଦେଖନ୍ତୁ, ଖରାରେ ଥୋଇ ଦେଇଥିଲି 5 ମିନିଟ୍ ହବ। 5 ମିନିଟ୍ ପରେ ପୁରା ଗରମ ହେଇକି ପ୍ଲେଟ ଅଛି, ଏଇଟାରେ କଣ କରିବା, ଆମେ ଏବେ ପକେଇବା। ଏବେ ମୁଁ ଆପଣଙ୍କୁ ଦେଖେଇବି, କରିବା ଆଗରୁ କଣ କରିବା, ପ୍ରଥମେ ହାତ ଧୋଇବେ। ଯେତେବେଳେ ବଡି ପାରୁଛନ୍ତି, ହାତଟା ଧୋଇଲେ କଣ ହେଇଥାଏ ନା, ପାଣି ଲାଗି ଯାଇଥାଏ ହାତରେ, ହାତ ପୋଛିବେନି ଧୋଇକି, ହାତ ଧୋଇକି ବଡିର ଯୋଉ ବ୍ୟାଟରଟା ତାକୁ ଧରିବେ। ଏବେ ଦେଖନ୍ତୁ, ହାତରେ ଟୋଟାଲି ଲାଗୁନି, ମୁଁ ଆପଣଙ୍କ ଆଖି ସାମ୍ନାରେ ଦେଖଉଛି, ପୁରା ଗୋଲ ଗୋଲ ବି କରୁଛି, ମୋ ହାତରେ ଟୋଟାଲି ଲାଗୁନି, ଦେଖିପାରୁଥିବେ। ମୁଁ ଆପଣଙ୍କୁ 2-3 ପ୍ରକାର ଦେଖେଇବି, ଆପଣଙ୍କୁ ଯୋଉଟା ସୁଇଟେବୁଲ ଲାଗିବ ଆପଣ ସେଇଟାରେ କରିବେ। ଏବେ ଦେଖନ୍ତୁ, ୟାକୁ କଣ କରିବା, ଛୋଟ ଛୋଟ ଏଇପରି ଭାବରେ କରିକି ପକେଇଦବା।
देखो फ्रेंड पूरा हाथ में लगुनि छाड़ी छाड़िका दिंतु लगे लगे दिंतु जमती भी आपड़ थे बड़ी को बड़ी टोटाली लगनी एमती लगी ये देखो पूरा छाड़ी छाड़ी लगुच आप चाहे बड़ करें छोट करें आपको जेकोसी पसंद से भाई आप बड़ी एटी करेंगे हाथ में टोटाली भी लगे हाँ गोटे कथा मन रखु समस्त पचारती लुण लुण ठोपे भी देवे जदि लुण देवे खरा है माने पानी फिटिज तो टिके पानी हो संभावना अच्छी तो लुण टोटाली दिंतुनि बिना लुण रे ही करंतु बड़ी बहुत भल लगे कहीं आप तरकारी फरकारी करुँच लुण पकाउं तो यहाँ लुण न पकेले चलो तो देखो ये बराबर मुझे तो हाँ ये बड़ीटा को सुखा केते टाइम लगे मुझे कही रखुची मु जो बड़ीटा करी जो खरार मत टोटाली रूप से 2 दिन लगी सुखापी आपण पाखे जदि अधिक खरा अच्छे तो गोटे दिन में सुखी जाए पारे ना आपणकर 5 ରୁ 6 दिन लगी था जदि हल्का खरा अच्छे 5 ରୁ 6 दिन लगी था तो यहाँ सब चेष्टा करेंगे कि दिन समय सकाळु कले आपण कौन हम ना सकाळु करदेवे जदि 5टा 7 माने 8टा 9टा भितर करदेवे जदि 10टा रू आपण सुखेबे जदि आपण पाखे 4टा 5टा पर्यंत कहीं ये टाइम खरा भी बेसी थाए आपण पाखे बहुत टाइम मिल जाव बड़ीटा सुखापी तो 2 दिन खरार आपणकर बड़ी पूरा सुखीज तो देखो मो 2 दिन माने 2 दिन मुझे सुखेदेली 2 दिन पर ये देखु यही पूरा गोटे स्टूल रखीदे कहीं डस्ट फस्ट उड़बनी तो ये देखो पूरा रेडी है सुखिकी पूरा काठ या तेल पकातु छाणु कि भाजिकी बड़ी चूरा कर खातु कि जेकोसी टमाटो बड़ी चकड़ी खातु जेकोसी कर खातु बहुत ही टेस्ट लगी था बहुत ही यम्मी लगी था तो निहाती भाव में यहाँ बनातु खातु जब मो वीडियो भल लगे प्लीज लाइक कमेंट शेयर और सब्सक्राइब।